आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ ଚ୍ୟାନେଲକୁ। ଆମର ଏହି ଚ୍ୟାନେଲରେ ଆମେ ମହାନ ପୁରୁଷଙ୍କର ଜୀବନୀ ବିଷୟରେ ଜାଣନ୍ତି। ଆଜି ମଧ୍ୟ ଜାଣିବା ଜଣେ ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ। ସୁବ୍ରମଣ୍ୟମ ଚନ୍ଦ୍ରଶେଖର ଜଣେ ଅସାଧାରଣ ଭାରତୀୟ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଥିଲେ, ଯିଏ ତାରାମାନଙ୍କୁ ବୁଝିବାରେ ଯୁଗାନ୍ତକାରୀ ଅବଦାନ ଦେଇଥିଲେ। 19 ଅକ୍ଟୋବର 1910ରେ ଲାହୋରରେ, ସେତେବେଳେ ବ୍ରିଟିଶ ଭାରତର ଅଂଶ, ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖର ଯୁବାବସ୍ଥାରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ପ୍ରତିଭା ଦେଖାଇଥିଲେ। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ, ଯେଉଁଠାରେ ସେ ପ୍ରସିଦ୍ଧ ଚନ୍ଦ୍ରଶେଖର ସୀମା ବିକଶିତ କରିଥିଲେ, ଏକ ତତ୍ତ୍ୱ ଯାହା ଏକ ଧଳା ବାମନ ତାରା, ନ୍ୟୁଟ୍ରନ୍ ତାରା କିମ୍ବା କୃଷ୍ଣ ଗହ୍ୱରରେ ଧ୍ୱଂସ ପାଇବା ପୂର୍ବରୁ ସର୍ବାଧିକ ବସ୍ତୁତ୍ୱ ବର୍ଣ୍ଣନା କରେ। ତାଙ୍କର କାର୍ଯ୍ୟ ପ୍ରାରମ୍ଭରେ ବରିଷ୍ଠ ବୈଜ୍ଞାନିକମାନଙ୍କ ସନ୍ଦେହର ସମ୍ମୁଖୀନ ହୋଇଥିଲା, କିନ୍ତୁ ସମୟ ସହିତ ଏହା ତାରା ବିବର୍ତ୍ତନ କ୍ଷେତ୍ରରେ ବିପ୍ଳବ ଆଣିଥିଲା। ଚନ୍ଦ୍ରଶେଖରଙ୍କ ବିଜ୍ଞାନ ପ୍ରତି ଉତ୍ସର୍ଗ ତାଙ୍କୁ ଚିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଦୀର୍ଘ ଏବଂ ଫଳପ୍ରଦ କ୍ୟାରିୟର ଆଡ଼କୁ ନେଇଥିଲା, ଯେଉଁଠାରେ ସେ କିଛି ଦଶନ୍ଧି ଧରି ଶିକ୍ଷାଦାନ ଏବଂ ଗବେଷଣା କରିଥିଲେ। 1983 ମସିହାରେ ତାରାମାନଙ୍କ ଭୌତିକ ପ୍ରକ୍ରିୟା ଉପରେ ତାଙ୍କର ତାତ୍ତ୍ୱିକ ଅଧ୍ୟୟନ ପାଇଁ ତାଙ୍କୁ ୱିଲିୟମ୍ସ ଏ ଫାଲ୍ଙ୍କ ସହ ବିଭାଜିତ କରି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଚନ୍ଦ୍ରଶେଖର ସମସ୍ୟା ପ୍ରତି ତାଙ୍କର ଗଭୀର, କଠୋର ଆଭିମୁଖ୍ୟ ଏବଂ ଗାଣିତିକ ସୌନ୍ଦର୍ଯ୍ୟ ଏବଂ ସଠିକତା ଉପରେ ତାଙ୍କର ଜିଦ୍ ପାଇଁ ଜଣାଶୁଣା ଥିଲେ। ତାଙ୍କର ଗବେଷଣା ବ୍ୟତୀତ ସେ ଅନେକ ପ୍ରଭାବଶାଳୀ ପୁସ୍ତକ ଲେଖିଥିଲେ ଏବଂ ଅନେକ ଯୁବ ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କର ଐତିହ୍ୟ ବିଶ୍ୱବ୍ୟାପୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପଦାର୍ଥ ବିଜ୍ଞାନୀମାନଙ୍କୁ ଅନୁପ୍ରାଣିତ କରିଆସୁଛି, ଯାହା ତାଙ୍କୁ ଆଧୁନିକ ବିଜ୍ଞାନର ଜଣେ ଉଜ୍ଜ୍ୱଳ ମନର ବ୍ୟକ୍ତି କରିଥାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓ କାହା ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଦେଖା ହେବା ଆଗାମୀ ଭିଡ଼ିଓରେ। ରହୁଛି, ନମସ୍କାର।